ଖୋର୍ଦ୍ଧା ଜିଲ୍ଲା ନିରାକରପୁର ଥାନା ଅଞ୍ଚଳରେ ଜମିଜମା ବିବାଦକୁ କେନ୍ଦ୍ର କରି ଘଟିଥିବା ଛୁରାମାଡ଼ ଘଟଣାକୁ ବିତିଗଲା 10 ଦିନ ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାନଯାଇଥିବା ଅଭିଯୋଗ ଉଠିଛି। ତେବେ ଏହାକୁ ନେଇ ପୀଡ଼ିତ ପରିବାର ଖୋର୍ଦ୍ଧା ଏସ୍ପିଙ୍କ ନିକଟରେ ନ୍ୟାୟ ଦାବି କରିଛନ୍ତି। ସୂଚନା ଅନୁସାରେ ନିରାକରପୁର ଥାନା ଅଧୀନସ୍ଥ ବଡ଼ପୋଖରିଆ ଗ୍ରାମରେ ମନୋଜ ପ୍ରଧାନ ଏବଂ ଧନଞ୍ଜୟ ପ୍ରଧାନଙ୍କ ପରିବାର ସହ ସେହି ଗ୍ରାମର ସୁବାସ ଲେଙ୍କା, ତ୍ରିନାଥ ଲେଙ୍କା ଏବଂ ପ୍ରତାପ ମାନସିଂଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ଜମି ଜମାକୁ ନେଇ ବିବାଦ ଲାଗି ରହିଥିବା ଜଣାପଡ଼ିଛି। ଚଳିତ ମାସ 2 ତାରିଖ ସକାଳ 10ଟା ସମୟରେ ଜମି ଜମାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା। ଅଭିଯୋଗ ଅନୁସାରେ ଏହାପରେ ମନୋଜ ପ୍ରଧାନ ଏବଂ ଧନଞ୍ଜୟ ପ୍ରଧାନ ମାରଣାସ୍ତ୍ରରେ ବିପକ୍ଷ ପକ୍ଷର ଲୋକଙ୍କୁ ହଠାତ୍ ଆକ୍ରମଣ କରିଥିଲେ। ଏହି ଘଟଣାରେ 3 ଜଣ ଗୁରୁତର ଆହତ ହୋଇ ବର୍ତ୍ତମାନ ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି। ଘଟଣାକୁ ନେଇ ନିରାକରପୁର ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଘଟଣାର 10 ଦିନ ପରେ ବି ଅଭିଯୁକ୍ତମାନଙ୍କୁ ଗିରଫ କରାନଯାଇଥିବା ନେଇ ପୀଡ଼ିତ ପରିବାର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବା ଦାବିରେ ପରିବାର ଲୋକେ ଖୋର୍ଦ୍ଧା ଏସ୍ପିଙ୍କ ନିକଟରେ ଗୁହାରି କରିଛନ୍ତି। ଏହି ଘଟଣାରେ ପୁଲିସର ତଦନ୍ତ ଜାରି ରହିଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ କେଉଁ ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କର ଏବେ ନଜର ରହିଛି। ନିରାକରପୁର ବାଲୁଙ୍କେଶ୍ୱର ମୋବାଇଲ ଟିଭି।